ଆଜିର ଏହି ବିଶ୍ଳେଷଣକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଏମିତି ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଯାହା ବାସ୍ତବରେ ଆମ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେବ। ଭାଗ୍ୟ, ଆସକ୍ତି ଆଉ ମଣିଷର ଅବାଞ୍ଛିତ କାମନା ଏସବୁକୁ ନେଇ ଗୋଟିଏ ବହୁତ ପୁରୁଣା କିନ୍ତୁ ଶକ୍ତିଶାଳୀ ଦୃଷ୍ଟାନ୍ତମୂଳକ କାହାଣୀ ରହିଛି। ନିଜର ଜିଦ୍ ଆଉ ଅସମ୍ଭବ ଇଚ୍ଛାକୁ ପୂରଣ କରିବାକୁ ଯାଇ ମଣିଷ କେମିତି ନିଜେ ହିଁ ନିଜର ବିନାଶକୁ ଡାକି ଆଣେ, ତାର ଏକ ଚମତ୍କାର ଚିତ୍ର ଆମେ ଏଠାରେ ଦେଖିବା। ବର୍ତ୍ତମାନ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି, ଯେତେବେଳେ ଆମର ଅନ୍ଧ କାମନା ଆମ ଭାଗ୍ୟକୁ ହିଁ ଅସ୍ୱୀକାର କରେ, ସେତେବେଳେ ଠିକ୍ କ'ଣ ହୁଏ? ଏହି ଗୋଟିଏ ପ୍ରଶ୍ନ ହିଁ ଆମର ଆଜିର ସମ୍ପୂର୍ଣ୍ଣ ଆଲୋଚନାର ମୂଳ ଆଧାର। ଏହାକୁ କେବଳ ଗୋଟିଏ ସାଧାରଣ ଗଳ୍ପ ଭାବରେ ନେବା ଠିକ୍ ହେବନି, ବରଂ ଏହା ମାନବ ପ୍ରକୃତିର ଏକ ଗଭୀର ଅଧ୍ୟୟନ। ଆମେ ପ୍ରାୟତଃ ଶୁଣିଥାଉଁ ଯେ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁକିଛି ହାସଲ କରାଯାଇପାରେ, ଠିକ୍ ନା? କିନ୍ତୁ ଯେତେବେଳେ ସେହି ଇଚ୍ଛା ଏକ ଅନ୍ଧ ଆସକ୍ତିରେ ପରିଣତ ହୋଇ ପ୍ରକୃତିର ନିୟମ ବିରୁଦ୍ଧରେ ଯାଏ, ତାର ପରିଣାମ କ'ଣ ହୋଇପାରେ? ଆସନ୍ତୁ ତାର ଉତ୍ତର ଖୋଜିବା। ତେବେ ଆସନ୍ତୁ ଆମର ପ୍ରଥମ ଅଧ୍ୟାୟ ଆଡ଼କୁ ଅଗ୍ରସର ହେବା, ଯାହା ହେଉଛି ଅବାଞ୍ଛିତ କାମନା ଓ ଜିଦ୍, ଏବଂ ଏଥିରେ ଆମେ ଦେଖିବା ବ୍ରାହ୍ମଣ ଆତ୍ମଦେବଙ୍କ କାହାଣୀ। ଟିକେ ଦେଖନ୍ତୁ କେମିତି ଗୋଟିଏ ଅବାଞ୍ଛିତ କାମନା ଜଣେ ବ୍ୟକ୍ତିର ସମସ୍ତ ବିଚାର ବୁଦ୍ଧିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ଦୃଶ୍ୟଟି ଏହିପରି। ଆଚାର୍ଯ୍ୟ ଜ୍ୟୋତିପାଦ ବନ୍ଦନାଦି ଶେଷ କରି ନିଜ ଆସନର ଉଠିବାକୁ ଯାଉଛନ୍ତି, ଆଉ ଠିକ୍ ସେହି ସମୟରେ ବ୍ରାହ୍ମଣ ଆତ୍ମଦେବ ଆସି ହଠାତ୍ ତାଙ୍କର ଦୁଇ ପାଦକୁ ଜାବୁଡ଼ି ଧରୁଛନ୍ତି। ପୁରା କାନ୍ଦ କାନ୍ଦ କଣ୍ଠରେ ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ଆଚାର୍ଯ୍ୟଙ୍କୁ ପ୍ରାର୍ଥନା କରୁଛନ୍ତି ତାଙ୍କୁ ସନ୍ତାନର ପିତା ହେବାର ଆଶୀର୍ବାଦ ଦେବା ପାଇଁ। ଏହି ପ୍ରାର୍ଥନା କୌଣସି ସାଧାରଣ ଅନୁରୋଧ ନୁହେଁ। ଏଥିରେ ଏକ ଭୟଙ୍କର ହତାଶ ଭାବ ଲୁଚି ରହିଛି, ଯାହା ଆଗକୁ ଏକ ବଡ଼ ସଙ୍କଟର ସୂଚନା ଦେଉଛି। ବର୍ତ୍ତମାନ ତାଙ୍କର ଅନ୍ଧ ଆସକ୍ତିର ଭୟଙ୍କର ରୂପକୁ ଟିକିଏ ଲକ୍ଷ୍ୟ କରନ୍ତୁ। ଆତ୍ମଦେବ ସିଧାସଳଖ କହୁଛନ୍ତି, ପୁତ୍ରପ୍ରାପ୍ତିର ଆଶୀର୍ବାଦ ନ ନେଇ ମୁଁ ଫେରିବି ନାହିଁ, ଅନ୍ୟଥା ମୁଁ ଆତ୍ମାହୁତି ଦେବି। ଟିକିଏ ଭାବିଲେ, ସନ୍ତାନ ପାଇବାର ଜିଦ୍ ତାଙ୍କୁ ଏତେ ଅନ୍ଧ କରିଦେଇଛି ଯେ ସେ ଆଉ କୌଣସି ତତ୍ତ୍ୱଜ୍ଞାନ ବା ଉପଦେଶ ବୁଝିବା ଅବସ୍ଥାରେ ଜମାରୁ ବି ନାହାନ୍ତି। ନିଜର ଗୋଟିଏ ଅପୂରଣୀୟ କାମନା ପାଇଁ ସେ ନିଜ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେତେବେଳେ ଇଚ୍ଛା ଏକ ଭୟଙ୍କର ରୋଗରେ ପରିଣତ ହୁଏ, ତାହା କେତେ ବିପଜ୍ଜନକ ହୋଇପାରେ। ଏହାର ଉତ୍ତରରେ ଆଚାର୍ଯ୍ୟ ଜ୍ୟୋତିପାଦ ଏକ କଠୋର ଏବଂ ନିଷ୍ଠୁର ସତ୍ୟ ଶୁଣାଇ କହୁଛନ୍ତି, ଏଭଳି ଅବାଞ୍ଛିତ କାମନା ତ୍ୟାଗ କର, ତୁମର ଭାଗ୍ୟରେ ସନ୍ତାନ ନାହିଁ। ମାନେ ଗୁରୁ ସିଧାସଳଖ ଚେତାମନୀ ଦେଉଛନ୍ତି ଯେ ଏହା ସମ୍ପୂର୍ଣ୍ଣ ରୂପେ ଏକ ବ୍ୟର୍ଥ କାମନା। ସେ ସ୍ପଷ୍ଟ ଭାବରେ ବୁଝାଇଛନ୍ତି ଯେ ପୂର୍ବଜନ୍ମର କର୍ମ ଅନୁଯାୟୀ ଏହି ଜନ୍ମରେ ସନ୍ତାନ ସୁଖ ତାଙ୍କ ଭାଗ୍ୟରେ ନାହିଁ। ଆଚାର୍ଯ୍ୟ ଏଠାରେ ଆତ୍ମଦେବଙ୍କୁ ବାସ୍ତବତା ସହ ପରିଚିତ କରାଇବାକୁ ଚେଷ୍ଟା କରୁଛନ୍ତି ସତ, କିନ୍ତୁ ଆମେ ସମସ୍ତେ ଜାଣୁ ଯେ ଅନ୍ଧ ଆସକ୍ତି କେବେ ବି ସହଜରେ ବାସ୍ତବତାକୁ ସ୍ୱୀକାର କରେ ନାହିଁ। ଏଠାରେ ଗୋଟିଏ ବହୁତ ଆକର୍ଷଣୀୟ କଥା ଦେଖିବାକୁ ମିଳୁଛି। ତାହା ହେଲା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମାନସିକତାର ସଂଘର୍ଷ। ଗୋଟିଏ ପଟେ ଅଛନ୍ତି ଆଚାର୍ଯ୍ୟ ଜ୍ୟୋତିପାଦ, ଯିଏ ଆତ୍ମକଲ୍ୟାଣ, ଲୋକହିତ ଏବଂ ନିଜର ଭାଗ୍ୟକୁ ସ୍ୱୀକାର କରିବାର ପଥକୁ ମହତ୍ତ୍ୱ ଦେଉଛନ୍ତି। ଆଉ ଅନ୍ୟପଟେ ଅଛନ୍ତି ଆତ୍ମଦେବ, ଯିଏକି ଅନ୍ଧା ଆସକ୍ତି ଏବଂ ନିଜ ଜିଦ୍ରେ ଅଟଳ, ଆଉ କିଛି ନହେଲେ ନିଜର କ୍ଷତି କରିବାକୁ ମଧ୍ୟ ଧମକ ଦେଉଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ଏହା ଜ୍ଞାନ ଏବଂ ମୋହ ମଧ୍ୟରେ ଥିବା ଏକ ଚିରନ୍ତନ ସଂଘର୍ଷର ପ୍ରତୀକ। ଆମର ଜୀବନ ପାଇଁ ନୈତିକ ଶିକ୍ଷାର ମୂଳଦୁଆ ଏଠୁ ହିଁ ପଡ଼ୁଛି ଯେ ବାସ୍ତବତାକୁ ଅସ୍ୱୀକାର କରିବା ହିଁ ମଣିଷର ଏକ ବଡ଼ ନୈତିକ ପତନ। ବର୍ତ୍ତମାନ ଆମେ ଦ୍ୱିତୀୟ ଅଧ୍ୟାୟରେ ପହଞ୍ଚିଛୁ। ଏହା ହେଉଛି ଗୁରୁଙ୍କ ଦାନ ଓ ସର୍ତ୍ତ। ତେବେ ଆତ୍ମଦେବଙ୍କର ଆତ୍ମଘାତୀ ଧମକ ଏବଂ କରୁଣ ପ୍ରାର୍ଥନା ଆଗରେ ବାଧ୍ୟ ହୋଇ ଶେଷରେ ଗୁରୁ ତାଙ୍କୁ ଏକ ଦିବ୍ୟ ଫଳ ପ୍ରଦାନ କଲେ, ଯାହାକୁ ତାଙ୍କ ପତ୍ନୀ ଖାଇବା ଦ୍ୱାରା ସନ୍ତାନ ଲାଭ ନିଶ୍ଚିତ ହେବ। କିନ୍ତୁ ଆଚାର୍ଯ୍ୟ ଏଠାରେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ସ୍ପଷ୍ଟ କରିଦେଲେ ଯେ ସେ ତ ଆଉ କାହାର ସନ୍ତାନକୁ ଛଡ଼ାଇ ଆଣି ଆତ୍ମଦେବଙ୍କୁ ଦେଇପାରିବେ ନାହିଁ। ଅର୍ଥାତ୍ ପ୍ରକୃତିର ନିୟମକୁ ଭାଙ୍ଗି ଏକ ନୂତନ ସୃଷ୍ଟି କରିବା ପାଇଁ ଏହି ଫଳ କେବଳ ଏକ ମାଧ୍ୟମ। ଆଉ ସବୁଠୁ ବଡ଼ କଥା ହେଲା, ଏହା ସମ୍ପୂର୍ଣ୍ଣ ରୂପେ ସର୍ତ୍ତମୂଳକ ଥିଲା। ଏହି ଦିବ୍ୟ ଫଳ ବିନା ସର୍ତ୍ତରେ ଆଦୌ କାମ କରିବ ନାହିଁ। ପ୍ରକୃତିର ନିୟମ ବିରୁଦ୍ଧରେ ଯାଇ ମିଳିଥିବା ଏହି ଆଶୀର୍ବାଦର ମୂଲ୍ୟ କିନ୍ତୁ ବହୁତ ବଡ଼ ଥିଲା। ଆସନ୍ତୁ ସର୍ତ୍ତଗୁଡ଼ିକ ଦେଖିବା। ପ୍ରଥମ ସର୍ତ୍ତ ହେଲା, ଏହି ଫଳକୁ କେବଳ ତାଙ୍କ ପତ୍ନୀ ହିଁ ଖାଇବେ। ଆଉ ତାଠାରୁ ବଡ଼ ସର୍ତ୍ତ ହେଲା ଯେ ତାଙ୍କ ପତ୍ନୀଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ନିତାନ୍ତ ଭାବେ ପବିତ୍ର ଓ ନୀତିନିଷ୍ଠ ଜୀବନଯାପନ କରିବାକୁ ପଡ଼ିବ। ଏହାସହ ଦାନକର୍ମ କରି ଜୀବନ ନିର୍ବାହ କରିବାକୁ ହେବ। ଟିକେ ଧ୍ୟାନ ଦିଅନ୍ତୁ, ଏହି ଯେଉଁ କଠୋର ଅନୁଶାସନ ରହିଲା, ତାହା ହିଁ ଆଗକୁ ଯାଇ ବିବାଦର ମୂଳ କାରଣ ସାଜିବ। ଏବେ ଆସନ୍ତୁ ତୃତୀୟ ଅଧ୍ୟାୟ ଆଡ଼କୁ ନଜର ପକାଇବା। ଛଳନା ଓ ଦୁରାଚାର। ଏଠାରେ ଆମେ ଧୁନ୍ଧୁଲିଙ୍କ କାହାଣୀ ଦେଖିବା। ଆତ୍ମଦେବ ତ ଖୁସି ମନରେ ଫଳ ନେଇ ଘରକୁ ଫେରିଲେ ଏବଂ ପତ୍ନୀ ଧୁନ୍ଧୁଲିଙ୍କୁ ସବୁ ନିୟମ ବୁଝାଇଦେଲେ। କିନ୍ତୁ ଯେତେବେଳେ ଧୁନ୍ଧୁଲି ଗୁରୁଙ୍କର କଠୋର ସର୍ତ୍ତ ବିଷୟରେ ଶୁଣିଲେ, ସେ ନିଜ ଭିତରେ ଏହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କଲେ।
ସେ ମନେ ମନେ ଭାବିଲେ, କେବଳ ଗୋଟିଏ ପୁଅ ପାଇଁ ମୁଁ କାହିଁକି ବର୍ଷେ ପର୍ଯ୍ୟନ୍ତ ଏମିତି କଠୋର ଆଉ ନୀତିନିଷ୍ଠା ଜୀବନ ବିତାଇବି? ନା ନା, ଏହା ମୋ ଦ୍ୱାରା ଜମାରୁ ବି ହେବନି। ଏଠାରେ ବହୁତ ସୁନ୍ଦର ଭାବରେ ଗୋଟିଏ କଥା ସ୍ପଷ୍ଟ ହେଉଛି। ଯେତେବେଳେ ଆମର ସୁବିଧାବାଦୀ ମନୋଭାବ ଏକ ଦିବ୍ୟ ଆଶୀର୍ବାଦ ସହ ମିଶିଯାଏ, ସେତେବେଳେ ତାହା କେମିତି ଦୁର୍ନୀତିରେ ପରିଣତ ହୁଏ। ଏହି ଛଳନା କେମିତି ପର୍ଯ୍ୟାୟକ୍ରମେ ବଢ଼ୁଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଧୁନ୍ଦୁଳି ପ୍ରଥମେ ନିୟମ ଶୁଣିଲେ, ତାପରେ ନିଜ ସୁବିଧା ପାଇଁ ସେହି ପବିତ୍ର ଜୀବନଶୈଳୀକୁ ପ୍ରତ୍ୟାଖ୍ୟାନ କରିଦେଲେ, ଆଉ ତାପରେ ସେ ଏକ ଭୟଙ୍କର କାମ କଲେ। ସେ ସେହି ଦିବ୍ୟ ଫଳଟିକୁ ନିଜେ ନ ଖାଇ ଗୋଟିଏ ଗାଈକୁ ଖାଇବାକୁ ଦେଇଦେଲେ ଏବଂ ଶେଷରେ ନିଜର ଏକ ଛଳନାପୂର୍ଣ୍ଣ ଯୋଜନା କରି ଠିକ୍ ସମୟରେ ନିଜ ଭଉଣୀର ପୁଅକୁ ଆଣି ତାହାକୁ ନିଜର ସନ୍ତାନ ବୋଲି ସମସ୍ତଙ୍କୁ କହି ବସିଲେ। ଦେଖିଲେ ତ, ଗୋଟିଏ ଅବାଞ୍ଛିତ ଇଚ୍ଛା କେମିତି ସମ୍ପୂର୍ଣ୍ଣ ମିଥ୍ୟାରେ ପରିଣତ ହେଲା। ଏହା ତାର ଏକ ଜ୍ୱଳନ୍ତ ଉଦାହରଣ। ତାହେଲେ ଏହି ମିଥ୍ୟା ଓ ଛଳନାର ମୂଳଦ୍ୱାରରୁ ଶେଷରେ କ'ଣ ସୃଷ୍ଟି ହେଲା? ସେହି ପୋଷ୍ୟପୁତ୍ରର ନାମ ରଖାଗଲା ଧୁନ୍ଦୁକାରୀ। ଯେହେତୁ ତାର ଆଧାର ହିଁ ମିଥ୍ୟା ଏବଂ ଛଳନା ଥିଲା, ସେହି ବାଳକ ବଡ଼ ହେବା ପରେ ଏକ ଘୋର ଦୁରାଚାରୀ ବ୍ୟକ୍ତିରେ ପରିଣତ ହେଲା। ସେ ଜୁଆଖେଳ ଆଉ ମଦ୍ୟପାନ ଭଳି ଭୟଙ୍କର କୁକାର୍ଯ୍ୟରେ ଲିପ୍ତ ରହିଲା ଆଉ ସମ୍ପୂର୍ଣ୍ଣ ପରିବାରକୁ ଧ୍ୱଂସାଡ଼କୁ ଠେଲିଦେଲା। ଏହା ହିଁ ଥିଲା ସେହି ଅବାଞ୍ଛିତ କାମନାର ପ୍ରଥମ ଫଳ। ଭାଗ୍ୟକୁ ଅସ୍ୱୀକାର କରିବାର ସବୁଠାରୁ ଭୟଙ୍କର ପରିଣାମ ଏବେ ସାମ୍ନାକୁ ଆସିଲା। ଯୁବାବସ୍ଥାରେ ଧୁନ୍ଦୁକାରୀର ଖରାପ କାମ ପରିବାର ପାଇଁ ଅସହ୍ୟ ହୋଇପଡ଼ିଲା। ଯେଉଁ ବୃଦ୍ଧ ପିତାମାତା ଦିନେ ସନ୍ତାନ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ, ସେମାନେ ଏବେ ପୁଅର ଏଭଳି ଆଚରଣରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ ଆଉ ଅକାଳରେ ମୃତ୍ୟୁବରଣ କଲେ। ଶେଷରେ ଧୁନ୍ଦୁକାରୀ ମଧ୍ୟ ଅକାଳ ମୃତ୍ୟୁର ଶିକାର ହେଲା। ଏଠାରେ ସବୁଠାରୁ ବଡ଼ ବିଡ଼ମ୍ବନା କ'ଣ ଜାଣିଛନ୍ତି? ଯେଉଁ ସନ୍ତାନ ପ୍ରାପ୍ତି ପାଇଁ ଆତ୍ମଦେବ ଆତ୍ମହତ୍ୟା କରିବାକୁ ବାହାରିଥିଲେ, ସେହି ସନ୍ତାନ ହିଁ ଶେଷରେ ତାଙ୍କ ପୂରା ପରିବାରର ଅକାଳ ମୃତ୍ୟୁର କାରଣ ସାଜିଲା। ଏହାକୁ ହିଁ କୁହନ୍ତି ନିୟତିର ଖେଳ। ଏବେ ଆସନ୍ତୁ ଆମର ଶେଷ ତଥା ଚତୁର୍ଥ ଅଧ୍ୟାୟରେ ପହଞ୍ଚିବା। ଏହା ହେଉଛି ଜୀବନ ପାଇଁ ନୈତିକ ଶିକ୍ଷା। ପ୍ରକୃତରେ ଦେଖିବାକୁ ଗଲେ ଏହା କେବଳ ଜଣେ ବ୍ରାହ୍ମଣଙ୍କର ସାଧାରଣ କାହାଣୀ ନୁହେଁ। ଏହା ହେଉଛି ଜୀବନ ପାଇଁ ନୈତିକ ଶିକ୍ଷାର ଏକ ମହାନ ଦର୍ଶନ। ଏହିସବୁ ଘଟଣାବଳୀରୁ ଆମେ ପ୍ରକୃତରେ କ'ଣ ଶିଖୁଛୁ? ପ୍ରଥମ କଥା ହେଲା, ଅନ୍ଧ ଆସକ୍ତି ମଣିଷର ଦାର୍ଶନିକ ଜ୍ଞାନ ବା ହିତାହିତ ଜ୍ଞାନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ, ଠିକ୍ ଯେମିତି ଆତ୍ମଦେବଙ୍କ ସହ ହେଲା। ଦ୍ୱିତୀୟତଃ, ଯେଉଁ ଭାଗ୍ୟ ଆମ ପାଇଁ ଲେଖା ନାହିଁ, ତାହାକୁ ଜୋର ଜବରଦସ୍ତ ହାସଲ କରିବାକୁ ଚେଷ୍ଟା କଲେ ତାହା କେବଳ ବିପଦ ହିଁ ଡାକି ଆଣେ। ତୃତୀୟରେ, ଛଳନା ଏବଂ ସୁବିଧାବାଦୀ ମନୋଭାବ କେବେହେଲେ ଭଲ ଫଳାଫଳ ଦେଇପାରିବ ନାହିଁ। ଧୁନ୍ଦୁଲିର ଛଳନା କେମିତି ଧ୍ୱଂସ ଆଣିଲା ତାହା ତ ଆମେ ଦେଖିଲେ। ଆଉ ଶେଷରେ, ବିନା ବିଚାରରେ କରାଯାଇଥିବା କାମନା କେବଳ ଆମ ପାଇଁ ଦୁଃଖର କାରଣ ହିଁ ପାଲଟିଥାଏ। ମୂଳ ପାଠ୍ୟର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତାଟି ହେଉଛି, ବାସ୍ତବରେ ଆମେ କ'ଣ କାମନା କରିବା ଉଚିତ। ଅନ୍ଧ ଆସକ୍ତିବଶତଃ ଅଧିକାଂଶ ସମୟରେ ଆମେ ତାହା ସମ୍ପୂର୍ଣ୍ଣ ଭୁଲିଯାଉ, ଆଉ ତାର ପରିଣାମ ସ୍ୱରୂପ ଆମେ ଆମ ନିଜ ମୁଣ୍ଡ ଉପରକୁ ଦୁଃଖର ଗୋଟିଏ ବିରାଟ ପାହାଡ଼ ଟାଣି ଆଣୁ। ମାନବ ସମାଜର ଏହି ସାଧାରଣ ଦୁର୍ବଳତାକୁ ଏହାଠାରୁ ଭଲ ଭାବରେ ବୋଧହୁଏ ଆଉ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଆମେ କ'ଣ ଚାହୁଁଛୁ ଏବଂ କାହିଁକି ଚାହୁଁଛୁ, ସେହି ବିଷୟରେ ସବୁବେଳେ ସଚେତନ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ନୈତିକତା ଏବଂ ସନ୍ତୁଷ୍ଟି ହିଁ ପ୍ରକୃତ ଶାନ୍ତିର ଏକମାତ୍ର ମାର୍ଗ। ତେବେ ଆଜିର ଏହି ବିଶ୍ଳେଷଣକୁ ଶେଷ କରିବା ପୂର୍ବରୁ ଆମ ସମସ୍ତଙ୍କ ପାଇଁ ଗୋଟିଏ ଚିନ୍ତାଧାରା ରହିଲା। କ'ଣ ଆମର ସେହି ଗଭୀର କାମନାଗୁଡ଼ିକ ପ୍ରକୃତରେ ଆମର ବିକାଶ ଆଣୁଛି, ନା ଚୁପଚାପ ଏକ ଦୁଃଖର ପାହାଡ଼ ତିଆରି କରୁଛି? ଆତ୍ମଦେବଙ୍କ ପରି କେବେ କେବେ ଆମେ ବି ଏମିତି ଅବାଞ୍ଛିତ କାମନା ପଛରେ ଏତେ ପାଗଳ ହୋଇଯାଉ ଯେ ଆଗକୁ ଆସୁଥିବା ବିପଦ ଆମକୁ ଆଦୌ ଦେଖାଯାଏ ନାହିଁ। ଆଶା କରୁଛି ଏହି ଦୃଷ୍ଟାନ୍ତମୂଳକ ଆଲୋଚନାଟି ଆମ ସମସ୍ତଙ୍କ ଜୀବନ ପାଇଁ ଏକ ବଳିଷ୍ଠ ନୈତିକ ଶିକ୍ଷା ହୋଇପାରିବ। ଏହି ବିଶ୍ଳେଷଣରେ ସାମିଲ ହୋଇଥିବାରୁ ଧନ୍ୟବାଦ।